ଆମ ପୁଅ ଗୋଟେ କଥା କହିବାର ଥିଲା। କଥା କହିବୁ ମତେ? ଆଉ କଣ କହୁନୁ? ରୁବି ପାଇଁ କଣ ବାହାଘର କରି ବୁଝିଲୁ? ଏ ବୋଉ ସେ ଯୋଉ ଆର ଗାଁ ଭଦ୍ର ଲୋକକୁ ସେ ଯୋଉ ନମ୍ବର କିଏ ଦେଇଥିଲା? ମୋ ନମ୍ବର ମୁଁ ଦେଇଥିଲି ବା। ତୁ ଦେଇଥିଲୁ? ହଁ। ସେ ଭଦ୍ର ଲୋକ କଣ ଫୋନ କରୁଥିଲା ହେଲା, ରବିବାର ଦିନ କଣ ସେ ଭଦ୍ର ଲୋକ କୁଣିଆ ନେଇକି ଆସିବ, ଆଉ ତୁ ତୋର କଣ କଥାବାର୍ତ୍ତା କରିବା କଥା କରିବୁ ହେଲା। ହେ ବୋଉ ରବିବାର କୋଉଦିନ କି? ତୁ କଣ ଜାଣିନୁ? ଆଜି ବା ଶନିବାର, କାଲି ପରା ରବିବାର। ରୀତାକୁ କହିବୁ କାଲି ସବୁ ଯୋଗାଡ଼ ଯନ୍ତ୍ର ଉପରେ ରହିବ, ଆଉ ଯାହା ବି ହେଲେ କୁଣିଆ ଆସିବେ, ତୁ ତାଙ୍କ ପାଖରେ ବସି କଥାବାର୍ତ୍ତା ହବୁ। ଆଲୋ ବୋଉ ସେ ରୁବିର ବାହାଘର କଥା ମତେ କାହିଁ କହୁଛୁ କହିଲୁ? ମୁଁ କଣ ସେ ରୁବିର ବାହାଘର ପାଇଁ ଠିକା ନେଇଛି? କାଇଁ ତୁ ସେ ସାନ ଟୋକା ବିକାଶକୁ କହୁନୁ? ତୁ ବଡ ଭାଇଟା ହେଇକି ତତେ କହିବି ନା କଣ ତାକୁ କହିବି? ନାଇଁ ତାକୁ କାହିଁ କହିବୁ? ମୁଁ ବୋଧେ ବାହାଘର କରିବାକୁ ତାର ଠିକା ନେଇଛି ଆଉ ନା। ତୁ ବଡ ଭାଇଟା ହେଇଛୁ ତତେ କହିବିନି ନା କହିବି କାହାକୁ? ଏ ବୋଉ ମତେ ସେ ବେକାରିଆ କଥା ମୋ ମୁଣ୍ଡରେ ପୁରା ନା, ମୁଁ ମୋର କିଛି କରିପାରିବିନି। ମୁଁ ମୋର ଯାଉଛି ମୋ କାମରେ ହେଲା। ଆରେ ହେ କୁଣିଆ କେତେବେଳକୁ ଆସିବେ ମତେ କିଛି କହିଲାନି, ମୁଁ ଯାଉଛି ଆସେ ତା କତିରୁ। ଆରେ ପୁଅ ସେ ଭଦ୍ରଲୋକୀ ବାବୁ ଫୋନ କରିଥିଲେ, ଆଉ ସେ ରୁବିର କୁଣିଆ କାଲି ଆସିବେ। ତୁ ସେ ରୁବି କଥା କହୁଛୁ? ହଁ। ରୁବିର ବାହାଘର କଥା? ହଁ। ସେ ମୋ କଥା ମତେ ବୁଝିବାକୁ ଭାରି ଟେନସନ, ତୁ ରୁବିର ବାହାଘର କଥା କହୁଛୁ ନା? ଆଉ ତାକୁ ତ କହିଲେ ସିଏ ଏମିତି କରୁଛି, ତତେ ତ କହିଲେ ତୁ ଏମିତି କହୁଛୁ। ଆଉ ବାପ ତମ ଦି ଜଣଙ୍କୁ ହାତକୁ ଦି ହାତ କରିଦେଲା ବୋଲି ତମ ମୁଣ୍ଡକୁ ହାତ ପାଇଗଲା। ତମେ ଏଇନା କହୁଛ ଆମେ ରୁବି କଥା ବୁଝିବୁ, ବୁଝିବ ଘରେ କିଏ? ବୋଉ ତୁ ବାପାଙ୍କ କଥା ଯୋଉ କହୁନୁ ଆମକୁ ହାତକୁ ଦି ହାତ କରେଇଦେଲା, ବରଂ ତୁ ସେମିତି ତୁ ଯା ତୋ ଝିଅକୁ ହାତକୁ ଦି ହାତ କରେଇଦବୁ ହେଲା, ମତେ କିଛି କହିବୁନି। ଆଜି ବାପୁ ଦିନ ବୋଲି ତମ ଦି ଭାଇଙ୍କୁ ଆଶ୍ରା କରିବାକୁ ପଡୁଛି। ହଉ ମୁଁ ଦେଖେ ବଡ ଟୋକାଟା କୁଆଡେ ଗଲା। କଣ ହେଲା କଣ? ଆରେ ଝୁଅ ତୋର ପାଣି ଗ୍ଲାସଟା ଧରିବାକୁ କ୍ଷମତା ନାହିଁ। ତୁ ଶାଶୁ ଘର କାମ କେମିତି କରିବୁ? ମୁଁ ବାହା ହେବିନି। କାହିଁକି? ମୁଁ ଗୋଟେ ପୁଅକୁ ଭଲ ପାଇଛି, ତାକୁ ହିଁ ବାହା ହେବି। ତୁ କଣ ଲାଷ୍ଟରେ ଏଇଆ କଲୁ? ବାପ ଭାଇ ତୁ ତ ତଳକୁ କଲୁ। ଦେଖିଲ ତ ମୁଁ କଣ କହୁଥିଲି, ତମେ ଭଉଣୀର ବାହାଘର ଇଆଡେ ବୁଝୁଛ ନା, ଦେଖିଲା ଭଉଣୀ ହିସାବରେ କଣ କରୁଛନ୍ତି କହିଲ, ଭଲ ପାଉଛନ୍ତି ହେଲା। ଶେଷରେ ତୁ ଆମ ଭାଇ ମାନଙ୍କର ଇଜ୍ଜତ ମତେ ବି ତଳେ ପକେଇଦେଲୁ ନା। ଛି ଲଜ୍ଜା ସିନା ଥିଲେ ହବ। ଶୁଣିଲୁ ତ ଭାଇ ଭାଉଜ କେମିତି କଥା କହିକି ଗଲେ? କଣ କହିଲୁ ବୋଉ? ବାପାଙ୍କ ମୁଣ୍ଡ ମୁଁ ତଳୁ କରିଦେଲି? ବାପା ଥିଲା ଅବସ୍ଥାରେ ମୁଁ ତାଙ୍କ ମୁଣ୍ଡ ତଳୁ କରିପାରିଲିନି, ବାପା ଏବେ ନଥିଲା ଅବସ୍ଥାରେ ତୁ କେମିତି ବେପାର ତୁ ଝିଅ ମୁଣ୍ଡ ତଳୁ କରିବ? ନାଇଁ ଲୋ ବୋଉ, ମୁଁ କାହାକୁ ବି ଭଲ ପାଇନି, ସବୁ ମିଛ କଥା କହିଛି ତତେ। ତୁ କେମିତି ଭାଇ ଭାଉଜ ଆଗରେ ମିଛ କଥା କହିଲୁ? କାହିଁ କହିଛି ଶୁଣିବୁ? ପାଣି ଗ୍ଲାସ ଟା ଆଣୁଥାଏ ପିଇବାକୁ। ତମକୁ ମୁଁ ଯାହା କହିଲି ସେଇଆ ହିଁ କରିବ, ଆଉ ଟଙ୍କାଟା ଯଦି ପଇସା ଖର୍ଚ୍ଚ କରିବ ନା ତାହେଲେ ମୋଠୁ ଖରାପ କେହି ହେବେନି। ଆରେ ତମେ ବ୍ୟସ୍ତ ହବା ଦରକାର ନାହିଁ, ମୁଁ ତା ପାଇଁ ଟଙ୍କାଟା ବି ଖର୍ଚ୍ଚ କରିବିନି। ମୋ ପାଖରେ ପଇସା ପତ୍ର ନାହିଁ, ମୁଁ ସିଧା ମନା କରିଦେବି ଯେ ରୁବିର ବାହାଘର କଲେ କର, ନହେଲେ ନାହିଁ ଟଙ୍କାଟା ଖର୍ଚ୍ଚ ମୁଁ କରିପାରିବିନି ହେଲା। ବାସ୍। ଗୋଟେ ଭଉଣୀ ତା ଭାଇ ହାତରେ ରାକ୍ଷୀ କଣ ପାଇଁ ବାନ୍ଧେ? ଟିକେ ସ୍ନେହ ମମତା ଭଲ ପାଇବା ପାଇଁ। ମୁଁ ସେଇ ଭଉଣୀ ଲୋ ବୋଉ, ଯୋଉ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଲେ ଟିକେ ସ୍ନେହ ମମତା ଭଲ ପାଇବା ପାଇଁ। ସେଇ ଭାଇ ମୋର ସୁଖ ଦେଖିବାକୁ ଚାହୁଁନାହାନ୍ତି। କହିଲୁ ବୋଉ, ମୁଁ ଏଠି ମିଛ ନ କହି କଣ ସତ କହିଥାନ୍ତି? ଯଦି ସତ କହିଥାନ୍ତି ଏ ଭାଉଜ ମୋ ଭାଇର ସଂସାର ଉଜାଡି ଦେଇଥାନ୍ତା। କହିଲୁ ବୋଉ, ମୁଁ ଏଠି କଣ ଭୁଲ କରିଛି? ନାଇଁ ନା ମା, ଠିକ କଥା କହିଛୁ। ହଉ ଆମର ଚାଲ।